ଯେତେବେଳେ ଆପଣ ଦେଖିବେ ମାଥ୍ୟୁ ତାର 2 ପର୍ବର 10 ପଦରେ ପଣ୍ଡିତ ମାନେ ଆନନ୍ଦିତ ହେବାକୁ ଲାଗିଲେ ଯେତେବେଳେ ପରମେଶ୍ୱରଙ୍କର ଯୋଜନା ଅନୁସାରେ ଆଉ କଣ ହେଲା ନା ପ୍ରକୃତରେ ସେମାନେ କିଛି ବିଷୟକୁ ଦେଖିପାରିଲେ ତାରା ଦେଖାଯିବାରୁ ସେମାନେ ଆନନ୍ଦିତ ହେବାକୁ ଲାଗିଲେ। ଏଲିସାବେଥ ଲୁକ ତାର 1 ପର୍ବର 41 ରୁ ଯଦି ଆପଣ ଯଦି ପଢିବେ 41 ରୁ 45 ଯାଏ ଏଠି ପରମେଶ୍ୱରଙ୍କର ବାକ୍ୟ କହେ ଆଉ ଏଲିସାବେଥ ଯେତେବେଳେ ମରିୟମର ନମସ୍କାର ଶୁଣିଲା ପରେ ଆନନ୍ଦିତ ହେଲା ତାର ଆଉ ଗର୍ଭରେ ତାର ସନ୍ତାନ ନାଚି ଉଠିଲା ପୁଣି ସେ ପରମେଶ୍ୱରଙ୍କର ଗୌରବ କରିବାକୁ ଲାଗିଲେ ଆଉ ଉଚ୍ଚ ସ୍ୱରରେ ଆଉ ପାଟି କଲେ ନାରୀ ମାନଙ୍କ ମଧ୍ୟରେ ଧନ୍ୟ ତୁମ ଗର୍ଭର ଫଳ କିଏ ଏଲିସାବେଥ। ଠିକ ସେହିପରି ଲୁକ ପୁସ୍ତକ ତାର 1 ପର୍ବର ଆଉ 46 ରେ ନିଜେ ମାତା ମରିୟମ ଆନନ୍ଦିତ ହେଲେ ଏଲିସାବେଥ ପରେ। ଠିକ ସେହିପରି ମୋ ପ୍ରିୟ ଲୋକମାନେ ଆମେ ଯଦି ଦେଖିବା ଲୁକ 1 ପର୍ବର ଆହୁରି ତାର ଲୁକ ତାର 1 ପର୍ବର 64 ରେ ଲେଖା ହେଇଛି ଏଠି କିଏ ଆଉ ତତ୍କ୍ଷଣ ତାଙ୍କ ମୁଖ ଜିହ୍ବା ଫିଟିଗଲା ଏବଂ ସେ କଥାକୁ ଈଶ୍ୱରଙ୍କ ସ୍ତବ ଗାନ କରିବାକୁ ଲାଗିଲେ ଜିଘରିୟ ଆନନ୍ଦ କରିବାକୁ ଲାଗିଲେ ଯେତେବେଳେ ତାଙ୍କର ମୁଖ ଫିଟିଗଲା। ମୋ ପ୍ରିୟ ଲୋକମାନେ ସେଇ ପ୍ରକାର ଗାଈ ଚରଉଥିବା ଲୋକମାନେ ଲୁକ ପୁସ୍ତକ ତାର 2 ପର୍ବର 20 ପଦ ଯଦି ଆପଣ ଯଦି ଦେଖିବେ ଆଉ ମେଷପାଳକ ମାନଙ୍କୁ ଯେପରି କୁହାଯାଇଥିଲା ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ ସେ ସମସ୍ତେ ସକାଶେ ଈଶ୍ୱରଙ୍କୁ ଗୌରବ ଓ ପ୍ରଶଂସା କରୁ କରୁ ସେମାନେ ବାହୁଡ଼ି ଗଲେ ଆନନ୍ଦ କରିବାକୁ ଲାଗିଲେ। ଏତେ ରିଫରେନ୍ସ ଅଛି ଏତେ ବ୍ୟକ୍ତି ମାନେ ଅଛନ୍ତି ଯେଉଁମାନେ ଆନନ୍ଦ କଲେ କଣ ପାଇଁ କେବଳ ଗୋଟେ ବିଷୟ ପାଇଁ ପରମେଶ୍ୱରଙ୍କର ଇଚ୍ଛା ଯୋଜନାକୁ ସେମାନେ ଦେଖିପାରିଲେ ଜାଣିପାରିଲେ। ଆଜି ଆମେ ଚର୍ଚ୍ଚ ଯିବାର ଅଛି 40 ଡିଗ୍ରୀ ଭାଙ୍ଗିକିରି ଟେଢା ହେଇକି ଆମେ ଯିବା କଣ ପାଇଁ ମନରେ ଆମର ଆନନ୍ଦ ନଥିବ। ଆମେ ପ୍ରାର୍ଥନା ବସିବା ଆମ ମନରେ ଆନନ୍ଦ ନଥିବ ଆମ ହୃଦୟରେ ଆନନ୍ଦ ନଥିବ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବ କେତେବେଳେ ଦର୍ଶନ ଦେଖିବ କେତେବେଳେ ଭବିଷ୍ୟତ ବିଷୟ ଜାଣିବ କେତେବେଳେ ଈଶ୍ୱରଙ୍କ ବାକ୍ୟର ପ୍ରକାଶନ ପାଇବ କେତେବେଳେ ଯେତେବେଳେ ତୁମ ମାନଙ୍କର ଶରୀର ହିଁ ମନ୍ଦିର ହେବାକୁ ପ୍ରସ୍ତୁତ ନାହିଁ। ତୁମ ମାନଙ୍କର ଶରୀର ପ୍ରାର୍ଥନା କଲା ବେଳକୁ ନିଜକୁ ସମର୍ପିତ କରିବା ପାଇଁ ଇଚ୍ଛା ନାହିଁ ତମେ ଆନନ୍ଦ କରିବ କେତେବେଳେ ତାଙ୍କର ରାଜ୍ୟ ବିଷୟରେ ଜାଣିବ ଗୁପ୍ତ ବିଷୟରେ ଜାଣିବ। ବାଇବଲରେ ଏମିତି ବ୍ୟକ୍ତି ମାନେ ରହୁଥିଲେ ଯେଉଁ ସମୟରେ ଜହନଙ୍କୁ ଯେତେବେଳେ କି ଦଣ୍ଡ ଦିଆଗଲା ଆଉ ସେହି ସମୟରେ ସେ ଯେତେବେଳେ ପ୍ରକାଶିତ ବାକ୍ୟକୁ ଲେଖାଯାଏ ତାଙ୍କୁ ଏକ ଦୀପ ମଧ୍ୟରେ ଛଡାଗଲା ସେ କଣ ଖାଇବି କଣ ପିଇବି କଣ ପିନ୍ଧିବି ସେ ଚିନ୍ତା କରିନାହାନ୍ତି ଆନନ୍ଦର ସହିତ ଚକ୍ଷୁ ବନ୍ଦ କରି ପ୍ରାର୍ଥନା କଲେ ଜୀବନ୍ତ ତାଙ୍କରି ଆତ୍ମାକୁ ସ୍ୱର୍ଗ ରାଜ୍ୟକୁ ନିଆଗଲା ଆଉ ଗୋଟେ ପୁସ୍ତକ ଲେଖାଗଲା ଯାହାକି ପ୍ରକାଶିତ ବାକ୍ୟ ଥିଲା। ଆଜି 5 ମିନିଟ ନ ହଉଣୁ ଆମେ ପ୍ରାର୍ଥନା କଲା ବେଳକୁ ଆମକୁ 200 ବଡ ମାଟି ବୋଇଲା ଭଳିଆ ଲାଗିବ। 15 ମିନିଟ ନ ହଉଣୁ ଆମର ଆଣ୍ଠୁ ଗୋଡ ହାତ ଆମକୁ ସପୋର୍ଟ କରିବ ନାହିଁ କଣ ପାଇଁ ଆମ ମନ ସଦା ପ୍ରଭୁଙ୍କର ବାକ୍ୟରେ ନାହିଁ କଣ ପାଇଁ ଆମ ମନ ଈଶ୍ୱରଙ୍କ ପ୍ରତି ନାହିଁ କଣ ପାଇଁ ଏଥିପାଇଁ କାରଣ ଆମେ ଇଣ୍ଟରେଷ୍ଟ ହଉନାହୁଁ ଆମେ ଇଚ୍ଛା କରୁନାହୁଁ। କଣ ଆପଣଙ୍କୁ ନିଦ ହେବ ଯେତେବେଳେ ଆପଣଙ୍କର ଛୁଆର ବାହାଘର କାଲି ଥିବ କଣ ଆପଣଙ୍କୁ ଅଳସ ଲାଗିବ କଣ ଆପଣଙ୍କୁ ଇଚ୍ଛା ହେବ ନାହିଁ କଣ ଆପଣଙ୍କର ମନ ଭାଙ୍ଗିଯିବ ଯେତେବେଳେ ଆପଣଙ୍କର ପରିବାରର ଗୋଟେ ବ୍ୟକ୍ତି ମେଡିକାଲରେ ତରଫୁଥିବେ ସେତେବେଳେ କଣ ତାହାଠାରୁ ବି ଗଭୀର ସମ୍ପର୍କ ପ୍ରଭୁଙ୍କ ସହିତ ଆମର ନାହିଁ ତାଠାରୁ ବି କଣ ଗଭୀର ସମ୍ପର୍କ ପ୍ରଭୁଙ୍କର ସହିତ ଆମର ନାହିଁ ଅଛି। ଯେଉଁମାନେ ବୁଝିବେ ସେମାନଙ୍କ ପାଇଁ ଅଛି ଆଉ ଯେଉଁମାନେ ବୁଝିବେ ନାହିଁ ସେମାନଙ୍କ ପାଇଁ ନାହିଁ। ଆମେ କଣ କରୁଛୁ ଗୋଟିଏ ମୁଣାରେ ପ୍ରଭୁ ଯୀଶୁଙ୍କ ପାଇଁ ସ୍ଥାନ ଦଉଛୁ ମୁଣାରେ କହିବାଟା ଠିକ ହବ ନାହିଁ ତଥାପି ଜାଗତିକ ଉଦାହରଣ ଆପଣ ମାନଙ୍କୁ କହୁଛି କାହିଁକି ଆଉ ଗୋଟିଏ ମୁଣା ଖାଲି ରହୁଛି ଶୈତାନ ପାଇଁ।
हृदय गोटे साइड रे आमे प्रभु को रखिबा पाई आउ गोटे साइड रे शैतान को रखिबा पाई आमे पछगुंचा दउ नाहु जोथि पाई आमे पवित्र आत्मा रे परिपूर्ण हेई पारु नाहु। गोटे मां जेते बेले प्रेगनेंसी होउची से आनंदर सहित से मरियम एलिजाबेथ को भेट कला आउ दुई जण आनंद करबा को लागिले। किए कोन कहिबे मरियम रो चिंता नथिला। मरियम रो गोटे चिंता थिला जे मते प्रभु बाछि छंती केबे प्रभु आपन को बाछि छंती सुजोग देई छंती एई विषय को लेके आपण आनंद करंती कोन प्रकृति रे आपण प्रभु को धन्यवाद दियंती हेई पारे काली सखाळे जदि आपण जदि अन्य गोटे एमिति जागा रे रहि थांते जहा कि प्रभु को जानि न थांते कोन हेई थांता आपनकर परिस्थिति। आपण जेतेबेले प्रार्थना कले आपनकर एक नंबर आरंभ करी 100 टी प्रार्थना रे केवल एटा करो सेटा करो प्रभु कोन पोस्ट मास्टर अटंती ना प्रभु आपनकर बाजार जीवा व्यक्ति अटंती जे आपनकर प्रार्थना सेई प्रकार रहिबो नाही। मो प्रिय लोक माने आकाश मंडल समुद्र रो तरंग रु आरंभ करी सकल विश्व ताहांकरी वाक्य को पालन करे कोन पय जानि छंती ताहांकु भय करंती किंतु दुखर विषय आम्मानक पय जे मनुष्य रूप धारण कले आउ ए मनुष्य हिकी आसिले ताहांकु आमे भय करू नाहु। एथि पय मन रखंतु पवित्र आत्मा रे गोटे व्यक्ति सेते बेले परिपूर्ण हेई पारिबो जेते बेले ताहांकु से भय करिवो। तृतीय विषय को आमे देखिबा जहा प्रकृत रे जिखरियो भविष्यत वक्तांकर विषय कहा जाए जहनकर बापांको विषय लूक 1 पर्व तार 67 रु 79 एठी लिखा जाए आउ ताहार पिता जिखरियो पवित्र आत्मा रे पूर्ण होई एई भाववाणी कहिबे धन्य प्रभु इस्राएल रो ईश्वर कारण से कृपा दृष्टि करी अपना लोकों को निमंते मुक्ति साधन करियछंती। से अपना दास दाऊद को वंश रे आम्भमान को निमंते परित्राण रो श्रृंग उत्थापन करियछंती। पूरा कालरू अपना पवित्र भाववादी मान को मुख द्वारा जेपरि कहिथिले सेपरि आम्भमान को शत्रु मानक ठारू और आम्भ मानक समस्त घृणाकारी को हस्तरु परित्राण साधन करियछंती। जेपरि से आम्भ मानक पितृ पुरुषों को प्रति दया व्यवहार करंती आम्भ मानक पिता अब्राहम को निकट रे जे शपथ करिथिले आपनार सेही पवित्र नियम स्मरण करंती। पुणी जेपरि शत्रु हस्तरु उद्धार पाई निर्भय रे जावजीवन ताहांको छामुरे साधुता और धार्मिकता रे ताहांको उपासना करिबा निमंते आम्भ मानकु अनुग्रह करंती। आउ हे शिशु तू मध्य परात्परंको भाववादी बोली ख्यात हेबु कारण अंधकार और मृत्यु छाया बसिथिबा लोकों को आलोक देवा निमंते पुणी आम्भ मानको पद शांति पथको आनिबा निमंते आम्भ मानक ईश्वर को जो स्नेहपूर्ण करुणा हेतु आम्भ मानक प्रति ऊर्ध्वरु सूर्योदय हेबो सेई स्नेहपूर्ण करुणा हेतु प्रभु को लोक मानकु सेमानक पाप मोचन द्वारा परित्राण ज्ञान देवा निमंते तू ताहांको पथ प्रस्तुत करिबाकु ताहांकर अग्रगामी हेबु। तृतीय व्यक्ति जे कि जिखरियो कौन हेले ना पवित्र आत्मा रे परिपूर्ण हेले ताहांकर पवित्र आत्मा रे परिपूर्ण हेबा विषय एठी गोटी विषय स्वीकार करंती जहा कि से भाववाणी करंती तार अर्थ प्रार्थना करंती आउ प्रार्थना रो सहित ईश्वर को गौरव दियंती। मो प्रिय लोक माने एठी आमे तीनोटी पॉइंट को पाई पारुछु। प्रथम विषय होछि प्रार्थना, द्वितीय विषय होछि जहा प्रकृत रे ईश्वर को गौरव देबा, तृतीय विषय भाववाणी कहिबा। गोटे पवित्र आत्मा रे परिपूर्ण व्यक्ति सदा सर्वदा प्रार्थना करिबो। द्वितीय विषय से सदा सर्वदा ईश्वर को धन्यवाद देव। आउ तृतीय विषय
ଭାବବାଣୀର ଆତ୍ମା ତା ଜୀବନରେ କାର୍ଯ୍ୟ କରିବ। ଆଜି ପ୍ରାର୍ଥନାମୟ ଜୀବନ ଧୀରେ ଧୀରେ ହଜି ଯାଉଛି। କଣ ପାଇଁ? ପବିତ୍ର ଆତ୍ମାଙ୍କର ଉପସ୍ଥିତି କମି ଯାଉଛି। ପବିତ୍ର ଆତ୍ମାଙ୍କର ଉପସ୍ଥିତିକୁ ଯଦି ଆମେ ବଜାୟ କରିକି ରଖିବା, ତାହେଲେ ଜିଖରିଓଙ୍କ ଠାରୁ ଯୋଉ ଏଇ 3 ପଏଣ୍ଟକୁ ଆମେ ଶିଖୁଛୁ, ସେ ପ୍ରାର୍ଥନା କରନ୍ତି, ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି, ଆଉ ତାହାଙ୍କର ପୁତ୍ରକୁ ସେ ଭାବବାଣୀ କରନ୍ତି ଯେ କି ଜହନ, ଆଉ ତାଙ୍କ ବିଷୟରେ ସେ ନିଶ୍ଚିତ ଭାବରେ 76 ରୁ 78 ଯାଏ, ଆଉ ସେ କଣ କରନ୍ତି? ଲୁକ ତାର 76 ରୁ 78 ଯାଏ ସେ ପ୍ରଫେସି କରନ୍ତି। ମୋ ଈଶ୍ୱରଙ୍କ ଲୋକମାନେ, ଆଜି ଅନେକ ବ୍ୟକ୍ତି ପରଭାଷା କହିଲା ପରେ ସୁଦ୍ଧା କଣ ହେଉଛି ନା ଗୁରୁତ୍ୱ ପ୍ରାର୍ଥନାକୁ ଦଉନାହାନ୍ତି। 2 ଦିନ ପରଭାଷା କହିବେ, 4 ଦିନ ପ୍ରାର୍ଥନା କରିବେ, 6 ଦିନ ପରେ ବ୍ୟକ୍ତିମୟ ଜୀବନର ପ୍ରାର୍ଥନା କମି ଯାଉଛି। ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ, ଆମେ ଜିଖରିଓଙ୍କ ଠାରୁ ଆମେ ଶିଖୁଛୁ ଯେ ଆମେ ସଦା ଆଉ ସର୍ବଦା ସୁଖରେ ଆଉ ଦୁଃଖରେ